ଯେତେବେଳେ ଉପନିର୍ବାଚନ ସରିଯାଏ ଗତ ସରକାରର ମୁଖିଆଙ୍କର ଏ ଦାୟିତ୍ୱ ବି ସରିଯାଏ। କିନ୍ତୁ ଆମ ସରକାରର ମନ୍ତ୍ର ହେଉଛି କଥା ଦେବ କଥା ରଖିବୁ। ଆମ ସରକାର ସମ୍ପୂର୍ଣ୍ଣ ଭାବରେ ଯାହା କଥାରେ କୁହେ ତାହା କାମରେ କରିକିରି ଦେଖାଏ। ଏଣୁ ଏଭଳି ଏକ କଥା ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ। ଦେଖିବେ ଆପଣ ଶୁଣିଥିବେ ବିଭିନ୍ନ ସମୟରେ ବିଗତ ଦିନମାନଙ୍କରେ ଅନେକ ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କର ଠାରୁ 2005ରେ ଯେତେବେଳେ ପ୍ରଥମେ ଘୋଷା ସ୍କ୍ରିପ୍ଟ ଥିଲା ବାଲେଶ୍ୱର ଉପନିର୍ବାଚନ କଥା ଯଦି ମନେ ପକାଇବା ତାହେଲେ ଆପଣମାନେ ସେଠି ବି ଶୁଣିଥିବେ ଯେ କିଭଳି ଭାବରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ କହିଥିଲେ ବାଲେଶ୍ୱର ଉପନିର୍ବାଚନର ଦାୟିତ୍ୱ ମୁଁ ନେବି। ପରବର୍ତ୍ତୀ ପର୍ଯ୍ୟାୟରେ ଆପଣଙ୍କର ଧାମନଗର ଉପନିର୍ବାଚନ ବେଳେ ସେତେବେଳେ ବି ସେ କହିଥିଲେ ଧାମନଗର ଉପନିର୍ବାଚନର ଦାୟିତ୍ୱ ମୁଁ ନେବି। ଏବଂ ସେଇଭଳି ଭାବରେ ପଦମପୁରର ଉପନିର୍ବାଚନରେ ମଧ୍ୟ ପୂର୍ବତନ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପଦ୍ମପୁର ଉପନିର୍ବାଚନର ମୁଁ ଦାୟିତ୍ୱ ନେଲି ଏବଂ ପଦ୍ମପୁରବାସୀଙ୍କର ଦାବିକୁ ମଧ୍ୟ ମୁଁ ନିର୍ବାଚନ ପରେ ପୂରଣ କରିବି। ଏବଂ ବିଜେପୁରରେ ମଧ୍ୟ ସେଇ କଥା କହିଥିଲେ। ଆପଣଙ୍କର ପରବର୍ତ୍ତୀ ପର୍ଯ୍ୟାୟରେ ଯଦି ଆମେ ଦେଖିବା ତାହେଲେ ଆପଣଙ୍କର ଝାରସୁଗୁଡ଼ାରେ ମଧ୍ୟ ସେ କଥା ସେ କହିଥିଲେ। ଏବଂ ଏସବୁ ଘୋଷଣା ପାଠ ପରେ ଯେତେବେଳେ ଉପନିର୍ବାଚନ ସରିଯାଏ ତାପରେ ଦାୟିତ୍ୱ ବି ଗତ ସରକାରର ମୁଖିଆଙ୍କର ଏ ଦାୟିତ୍ୱ ବି ସରିଯାଏ। କିନ୍ତୁ ଆମ ସରକାରର ମନ୍ତ୍ର ହେଉଛି କଥା ଦେବ କଥା ରଖିବୁ ଏବଂ ଆମେ ଯାହା କହିବୁ ତାହା କାମରେ କରିକି ଦେଖେଇବୁ। ନୂଆପଡ଼ା ଆସି ଶ୍ରଦ୍ଧାଞ୍ଜଳି ସଭାରେ କଥା ଦେଇଥିଲି ନୂଆପଡ଼ା କଥା ଏଣିକି ମୁଁ ବୁଝିବି ମୁଖ୍ୟ ସେବକ ହିସାବରେ ମୁଖ୍ୟମନ୍ତ୍ରୀ ହିସାବରେ ଦାୟିତ୍ୱକୁ ମୁଁ ବୁଝିବି ବୋଲି। ଏବଂ ତାହାର ଠିକ୍ 15 ଦିନ ଭିତରେ 1100 କୋଟି ଟଙ୍କାର ପ୍ରକଳ୍ପକୁ ନେଇ 6 ତାରିଖରେ ମୁଁ ଆସିଥିଲି ଏବଂ ତାହାର ସେ ପ୍ରକଳ୍ପକୁ ମୁଁ ଲେଆଉଟ୍ କରିଲି। ପ୍ରୋଜେକ୍ଟକୁ ସେଠି ମୁଁ ଘୋଷଣା ମଧ୍ୟ କରିଲି। ଏଣୁ କଥା ଦେଇ କଥା କେମିତି ରଖାଯାଏ ତାହା ଗତ 15 ମାସ ଭିତରେ